ଜୟ ଜଗନ୍ନାଥ। ପିଲାମାନେ ଆମେ ଆଜି ପରୀକ୍ଷା ଦର୍ପଣର ମ୍ୟାଥର ମଡେଲ ସେଟ୍ ନମ୍ବର 2 କରିବା, 2 ନମ୍ବର ସେଟ୍ କରିବା ହେଲା। 1 ନମ୍ବର କାଲି କୁହାଯାଇଛି, ଆଗରୁ ସାହିତ୍ୟ ଆଉ ଇଂଲିଶ ସାମାଜିକ ବିଜ୍ଞାନ ଛଡା ହେଇଯାଇଛି, ଗଣିତ ଗୋଟେ ସେଟ୍ ଛଡା ହେଇଛି, ଦେଖିବ ସବୁ। କାଲି ସେଟ୍ରେ ଗୋଟେ କ୍ୱେଶ୍ଚିନ୍ ଟା ଟିକେ ପ୍ରୋବାବିଲିଟିର ମୁଁ ଲକ୍ଷ୍ୟ ନଥିଲା, ମୁଁ କହିଦେଇଥିଲି 13 ନମ୍ବର। ସେଟାର 13 ନମ୍ବର ଟା ପିଲେ କାଲି ମୁଁ ଏଇ ଯୋଉ ଦେଇଥିଲା, ଗୋଟେ ଲୁଡୁ ଗୋଟିକୁ ଥରେ ଗଡେଇଲେ ଅଯୁଗ୍ମ ସଂଖ୍ୟା ପଡିବ 1, 3, 5, ଆଉ ଗ୍ରେଟର ଦ୍ୟାନ 5, ଗ୍ରେଟର ଦ୍ୟାନ ଇକ୍ୱାଲ 5। ମୁଁ କେବଳ ଗ୍ରେଟର ଦ୍ୟାନ 5 ଭାବି କରିଦେଇଛି, ମୋର ଲକ୍ଷ୍ୟ ନାହିଁ। ଗ୍ରେଟର ଦ୍ୟାନ ଇକ୍ୱାଲ 5 ହେଲେ କଣ ହବ, 5 ଆସିବ 6 ଆସିବ, ବୁଝି ହଉଛି ନା ନାଇଁ? ମୁଁ ଖାଲି 5 ଆସି କରିଦେଇଥିଲି, 6 ଆସି କରି ଗ୍ରେଟର ଦ୍ୟାନ 5 6 ଧରି କରିଦେଇଥିଲି, କାଲି ମୋର ସେଟା ଲକ୍ଷ୍ୟ ନଥିଲା ହେଲା। ତାହେଲେ କଣ ହବ ଆମର, ତାହେଲେ ଉଭୟତେ ରହିଲା କିଏ, ସେ 5 ରହିଲା ଉଭୟଥରେ। ଏଥିରେ 5 ଅଛି, ଏଥିରେ 5 ଅଛି, ଉଭୟଥରେ 5 ରହିଲା। ତାହେଲେ E1 ଇଣ୍ଟରସେକ୍ସନ E2 ହେଲା 5 ହବ। ତାହେଲେ ତାର ମଡ ହେଲା କେତେ, 1। ତାହେଲେ ବାହାରିବ କେମିତି ନା, ପ୍ରୋବାବିଲିଟି ଅଫ E1 ୟୁନିୟନ E2 ହବ କଣ, ପ୍ରୋବାବିଲିଟି ଅଫ E1 ପ୍ଲସ ପ୍ରୋବାବିଲିଟି ଅଫ E2 ମାଇନସ କଣ, ପ୍ରୋବାବିଲିଟି ଅଫ E1 ଇଣ୍ଟରସେକ୍ସନ E2। ପକେଇଦେଲ, ମୂଲ୍ୟ ସବୁ ପକେଇଦେଲ। ଏଇଟା 3ଟା ଅଛି, 3/6, ଏଥିରେ 2ଟା ଅଛି, 2/6, ଆଉ ଇଣ୍ଟରସେକ୍ସନ 1/6 ହେଲେ 2/3, ସେଇ ଉତ୍ତର 2/3 ହେଲେ କିନ୍ତୁ ହେଇଥିବ ହେଲା। ମୋଟା ଲକ୍ଷ୍ୟ ନଥିଲା, ମୁଁ କହିଲି ତାକୁ ଗ୍ରେଟର ଦେନ୍ 5 ଧରି କରିଦେଇଥିଲି, ସେଟା ଗ୍ରେଟର ଦେନ୍ ଇକ୍ୱାଲ 5 ଅଛି, ମୋର ଲକ୍ଷ୍ୟ ନଥିଲା ହେଲା। ତାପରେ ଦେଖିବା ଆମେ ସେଟ୍ 2 ର 1 ନମ୍ବର। ଭାରି ସହଜ, ଦେଖ ଭାରି ସହଜ। ଦେଖ ଦେଇଛି, ଟି ର କେଉଁ ମାନ ପାଇଁ 2, 1 ସମୀକରଣ 2x ପ୍ଲସ୍ ty ମାଇନସ୍ 5 ର ଅନ୍ୟାନ୍ୟ ସମାଧାନ ହବ। ତାହେଲେ ଦେଖ, ଏଇଟା x ର ମୂଲ୍ୟ ଦେଇଛି 2, y ର ମୂଲ୍ୟ ଦେଇଛି 1 ଦେଇଛି। ତାହେଲେ x ଜାଗାରେ ପକେଇଦିଅ କେତେ, 2, y ଜାଗାରେ ପକେଇଦବ 1, ପକେଇଦେଲା ପରେ ବାହାରି ପଡିବ। ଦେଖ ମୁଁ କରିଦେଇଛି, ଏଥିରେ କିଛି ନାହିଁ। ପିଲେ ଦେଖ, ସମୀକରଣ x ଜାଗାରେ ପକେଇ ଦେଇଛି 2, y ଜାଗାରେ 1 ପକେଇ ଦେଇଛି, ପକେଇ ଦେଇ କଲେ ହେଲା, t ର ମୂଲ୍ୟ 1 ବାହାରିଲା, କିଛି ନାହିଁ। ତାହେଲେ t ର ମୂଲ୍ୟ ପଚାରିଥିଲା, t ର ମୂଲ୍ୟ 1। 2 ନମ୍ବର ଦେଖ ପିଲେ, ସମୀକରଣ 2x ମାଇନସ୍ y ପ୍ଲସ୍ 3 ଇକ୍ୱାଲ 0 କୁ y ଇକ୍ୱାଲ mx ପ୍ଲସ୍ c ରୂପରେ ସଜା। ଆଉ ସଜେଇବା, ଦେଖ ଏଇଟା ସଜେଇବା ଏଇ କ୍ୱେଶ୍ଚିନ୍ ଟାକୁ। ତାହେଲେ କଣ କରିବ, ମାଇନସ୍ y କି ସେପଟୁ ନେଇଯା, ତାହେଲେ କେତେ ହବ, ପ୍ଲସ୍ y। ତାହେଲେ ପ୍ଲସ୍ y କେତେ ହବ, 2x ପ୍ଲସ୍ 3, 2x ପ୍ଲସ୍ 3 ହେଲା। ଆରେ ମାଇନସ୍ y ଏପଟୁ ନେଇଗଲେ ପ୍ଲସ୍ y ହେଇଗଲା, 2x ପ୍ଲସ୍ 3 ହେଇଠି କୋଉଠି ଅଛି, y ଇକ୍ୱାଲ ଟୁ x ପ୍ଲସ୍, ଅପସନ ବି ରେ ଅଛି, ଅପସନ ବି ଟା ଠିକ। ତାହେଲେ ଏଇଟା 3 ନମ୍ବର ତମେ ଜାଣିଛ, ସହଜିଆଟା କଣ, 2 5 10, 4 3 12, 10 ରୁ 12 ହେଲେ କେତେ, 10 ରୁ ହେଲେ -2। ଆରେ 2 ଗୁଣନ 5 ମାଇନସ 3 ଗୁଣନ 4 କେତେ ହବ, 5 10, 5 ଦୁଣେ 10, 3 ଚଉକୁ 12, 10 ରୁ ହେଲେ -2। ଏଟା କରିଛ ସାଧାରଣ, ଜାଣିଛ। 4 ନମ୍ବର, 2 ଅଙ୍କ ବିଶିଷ୍ଟ ଗୋଟିଏ ସଂଖ୍ୟା 10 ସ୍ଥାନୀୟ ଅଙ୍କ x, 1 ସ୍ଥାନୀୟ ଅଙ୍କ y। ତାହେଲେ କଣ, 10 ସ୍ଥାନୀୟ ଅଙ୍କ x, 1 ସ୍ଥାନୀୟ y କେତେ ହବ, 10x ପ୍ଲସ୍ y ହବ। 10x ପ୍ଲସ୍ y କୋଉଠି, 10 ଅଙ୍କ x, ଠିକ ଅଛି, 10x ପ୍ଲସ୍ ହେଇଠି, ଏଇଟା କ୍ଲିୟର। 1 ଚାରିହାତ ସମୟରେ 0 କେତେଟା ହବ, 4ଟା। আর দ্বিঘাতର 0 2, 2ଟା ମୂଳ ବାହାରିବ। ସେ 4 ହାତରେ 3 ହାତରେ 3ଟା, 4 ହାତରେ 4ଟା। ଏକ ଦ୍ୱିଘାତ ସମୀକରଣର ବିଜୋଦ ହେଉଛି ସମଷ୍ଟି, ଏଟା ଆଲଫା ପ୍ଲସ୍ ବିଟା, ଏଇଟା ଆଲଫା ইনটু বিজোড় গুণফল এটা। তাহলে সমীকরণ হবে, সমীকরণ গঠন সূত্র জানিছো কোন, x স্কয়ার মাইনাস আলফা প্লাস বিটা ইনটু x প্লাস আলফা ইনটু বিটা ইকুয়াল 0 জানিছো, পকাই দেবো। x স্কয়ার মাইনাস এটি বিজোড়ের সমষ্টি কে দিয়েছি মাইনাস বি বাই এ, তাহলে মাইনাস বি বাই এ প্লাস বিজোড় গুণফল কেতে সি বাই এ ইকুয়াল 0। তাহলে মাইনাস মাইনাস কেতে হলা প্লাস, আরে এই মাইনাস মাইনাস প্লাস হলা। তাহলে তো হরে এ আছে, সবুতরে এ গুণি দিও। তাহলে ax স্কয়ার মাইনাস ax স্কয়ার মাইনাস bx প্লাস c ইকুয়াল 0 যোগ দাও। ax স্কয়ার মাইনাস bx প্লাস c প্লাস হলা, মাইনাস প্লাস হলা, ax স্কয়ার প্লাস bx প্লাস c, অপশন সি ক্লিয়ার। 7 নম্বর, একা দ্বিঘাত সমীকরণ প্রভেদক d হেলে, d ইকুয়াল 25,
তাহলে ডି 25 25ଟା ଗୋଟେ କଣ ପୂର୍ଣ୍ଣବର୍ଗ ସୀମା ପରଫେକ୍ଟ ସ୍କୋୟାର। ତାହେଲେ ପରଫେକ୍ଟ ସ୍କୋୟାର ହେଲେ କଣ ଜାଣିଛ ତିନିଟା କଥା କଣ ଡି ଗ୍ରେଟର ଦେନ୍ 0 ଡି ଇକ୍ୱାଲ 0 ଡି ଲେସ୍ ଦେନ୍ 0 ହେଲା। ଏଇଟା ହେଲେ କଣ ଗ୍ରେଟର ଦେନ୍ ହେଲେ ବାସ୍ତବ ଅସମାନ ହେଲା। এইটা ବାସ୍ତବ ସମାନ এইଟା ଅବାସ୍ତବ। ତାହେଲେ ଗ୍ରେଟର ଦେନ୍ 25 ତାହେଲେ ପରିମେୟ ଆଉ ଅସମାନ। ଅପସନ 7 ନମ୍ବର ଅପସନ ହେଲା ଡି ହେଇତ ହେଲା 7 ନମ୍ବର ଅପସନ ଡି ପରିମେୟ ଅସମାନ। କ୍ଲିୟର କ୍ଲିୟର। ଗ୍ରେଟର ଦେନ୍ 0 ହେଲେ ପରିମେୟ ଅସମାନ ଆଉ ପରିମେୟ ସମାନ ହେଲା ଡି ଇକ୍ୱାଲ 0 ହେଲା। ଅପରିମେୟ ହବ ଏଇଟା କଣ ଡି ଲେସ୍ ଦେନ୍ 0। ତାହେଲେ ଅପସନ ଡି ଠିକ। ତାପରେ 8 ନମ୍ବର ଗୋଟେ ସଂଖ୍ୟାର ଧନାତ୍ମକ ବର୍ଗମୂଳ ସମଷ୍ଟି 90 ଏକ୍ସ ସ୍କୋୟାର କୁ ଗଠିତ ନେଇକି ସମୀକରଣ ଗଠେଇବା। ଏକ୍ସ ସଂଖ୍ୟାଟି ଏକ୍ସ ସ୍କୋୟାର ନବା ଗୋଟେ ସଂଖ୍ୟା ଏହାର ଧନାତ୍ମକ ବର୍ଗମୂଳ ତାହେଲେ ସଂଖ୍ୟାଟା ହେଲା ଏକ୍ସ ସ୍କୋୟାର ନେଲେ ତାର ଧନାତ୍ମକ ବର୍ଗମୂଳ କେତେ ହେଲା ଏକ୍ସ ମିଶିକିରି କେତେ ହଉଛି 90 ସମଷ୍ଟି ମିଶି ତାହେଲେ ପ୍ଲସ୍ ଇକ୍ୱାଲ 90 ତାହେଲେ ଇକ୍ୱାଲ 90 ହେଲେ 90 ଏପଟେ ଫେଡି ଦବ ଆଣିକିରି ଆଉ ଏକ୍ସ ସ୍କୋୟାର ପ୍ଲସ୍ ଏକ୍ସ ମାଇନସ୍ 90 ଯୋଉଠି ଥବ ଏକ୍ସ ସ୍କୋୟାର ପ୍ଲସ୍ ଏକ୍ସ ମାଇନସ୍ ହେଲା ସେଇଠି ଅପସନ ଏ କ୍ଲିୟର। 9 ନମ୍ବର ଗୋଟେ ଏପିରେ tn ହେଲା n ତମ ପଦ ହେଲା 2n ମାଇନସ୍ 1 ତାହେଲେ 10 ତମ ପଦ n ଜାଗାରେ 10 ପକେଇ ଦିଅ 10 ଦୁଗୁଣେ 20 1 21 ଆରେ n ଜାଗାରେ 10 ପକେଇ ଦିଅ 10 ଦୁଗୁଣେ 20 ଯୁକ୍ତ 1 21 ତାହେଲେ 21 ଉତ୍ତର ହେଲା। ତାହେଲେ 10 ନମ୍ବର ଦେଖ ନିମ୍ନ ଅନୁକୂଳ ମଧ୍ୟରେ କେଉଁଟି ଏପି ଅଟି ଦେଖ ଏପି ତ ତମକୁ ଦେଖାଉଛି ଏଠି 3 2 5 2 7 2 9 2 11 ଏଇଟା ଏପି ଆଉ ଡିଫରେନ୍ସ 2 2 ଛାଡିଛି ଆଉ ଏରା ହବନି କାହିଁକି ଦେଖ 1 2 3 3 6 ଏଠି 4 କେହି ହବନି କେହି ହେବେନି ଆଉ ଏଇଟା ହେଲା କଣ। ତାହେଲେ 11 ନମ୍ବର 1 3 5 6 ର ଅନୁକୂଳ 10ଟି ପଦ ଯୋଗ ହବ ଏଇଟା କଣ ପିଲେ ଅଯୁଗ୍ମ ଗଣନ ସଂଖ୍ୟା ଅଯୁଗ୍ମ ଗଣନ ସଂଖ୍ୟାର ସମଷ୍ଟି ହଉଛି n ସ୍କୋୟାର ତାହେଲେ n କେତେ 10ଟି ପଦ ଦେଇଛି ତାହେଲେ 10 ସ୍କୋୟାର 100 ଉତ୍ତର ହବ ହେଲା। ଅଯୁଗ୍ମ ଗଣନ ସଂଖ୍ୟାର ସମଷ୍ଟି ହେଲା n ସ୍କୋୟାର n ହେଲା 10 ସ୍କୋୟାର 100 କ୍ଲିୟର। 12 ନମ୍ବର ପ୍ରଥମ 10ଟି ଗଣନ ସଂଖ୍ୟା ଯୋଗଫଳ ଜାଣିଛ କଣ n ହୋଲ୍ ଇଣ୍ଟୁ n ପ୍ଲସ୍ 1 n ହୋଲ୍ ଇଣ୍ଟୁ n ପ୍ଲସ୍ 1 ବାଇ 2 ତାହେଲେ n ମୂଲ୍ୟ କେତେ 10 n ମୂଲ୍ୟ ହେଲା କେତେ 10 ଇଣ୍ଟୁ 10 ଯୁକ୍ତ 1 11 ବାଇ 2 10 2 ହେଲେ 5 11 5 55 ଅପସନ ଏ। 13 ନମ୍ବର ଏକ ସମାନ୍ତର ପଦ ପ୍ରଥମ ପଦ 2 ଶେଷ ପଦ 98 ପିଲେ ପ୍ରଥମ ପଦ 2 ଶେଷ ପଦ 98 ତାହେଲେ ମଧ୍ୟ କେତେ ହବ ଆଉ ମଧ୍ୟ ଜାଣିଛୁ ଯେତେବେଳେ ତିନିଟା ପଦ ଥିବେ ପ୍ରଥମ ଶେଷ ମିଶେଇକି 2 ରହିଦବ 98 2 100 98 ଯୁକ୍ତ 2 ହେଲା 100 100 କୁ 2 ରେ ହରିଦେଲେ କେତେ 50 ପଡିବ ଆଉ ତିନିଟା ଥିଲେ ପ୍ରଥମ ପଦ ଯୁକ୍ତ ଶେଷ ପଦ ବାଇ 2 ପ୍ରଥମ ପଦ ଯୁକ୍ତ ଶେଷ ବାଇ 2 କ୍ଲିୟର 98 100। 14 ନମ୍ବର ଗୋଟିଏ ଲୁଡୁରୁ ଥରେ ଗୋଡାଇଲେ ସାମ୍ପଲ ସ୍ପେସ୍ 6 15 ନମ୍ବର ଗୋଟେ ମୁଦ୍ରାକୁ 2 ଥର ଟସ୍ କଲେ କେବଳ ହେଡ୍ ଆସିବାର ସମ୍ଭାବନା ଦୁଇ ଥର ଗଡେଇଲେ କଣ ହବ ଏଚ ଟି ଟି ଏଚ ଆଉ ଟି ଟି ତାହେଲେ କେବଳ ହେଡ୍ ଆସିବ ଥରେ ହେଇଟି କେବଳ ହେଡ୍ ଏଚ ଏଚ କେବଳ ହେଡ୍ 1/4 ଅପସନ ଏ। ତାହେଲେ 16 ନମ୍ବର ଲବ୍ଧାଙ୍କ 2 4 6 8 ର ମାଧ୍ୟମାନ ଏତେ କଣ ଅଛି ମାଧ୍ୟମାନ ଅର୍ଥ ହାରାହାରି ଯେତେଟା ସଂଖ୍ୟା ଦବ ସବୁ ତ ମିଶେଇ ଦବ ଯେତେଟା ସଂଖ୍ୟା ଦବ ତାହେଲେ 2 ଯୁକ୍ତ 4 ଯୁକ୍ତ 6 ଯୁକ୍ତ 8 ବାଇ 4 ଚାରିଟା ସଂଖ୍ୟା ଅଛି 1 2 3 4 ମିଶେଇ ଦବ 4 2 6 6 12 8 20 ବାଇ 4 5 ଆରେ 2 4 6 6 12 8 20 20 ବାଇ 4 ହେଲା କେତେ 5। ତାପରେ 17 ନମ୍ବର 1 3 5 7 9 ର ମଧ୍ୟମା କେତେ ମଧ୍ୟମା ଅର୍ଥ ପିଲେ କଣ ମଧ୍ୟମା ଅର୍ଥ ମଝି ଆରେ ମଧ୍ୟମା ଅର୍ଥ ମଝି ତାହେଲେ ଏପଟେ 1 3 ଏପଟେ 7 9 ରହିଲା ମଝିଟା ହେଲା 5 ତାହେଲେ ଅପସନ ସି। 18 ନମ୍ବର ଦେଖ 10ଟି ଲବ୍ଧାଙ୍କର ମାଧ୍ୟମାନ 12 ପ୍ରତ୍ୟେକ ଯଦି 2 2 ବଢେଇ ଦବା ତାହେଲେ ପ୍ରତ୍ୟେକ 2 2 ବେଳେ 12 ମାଧ୍ୟମ ଥିଲା ଆଉ 2 ବଢିଯିବ 12 2 14 ହେଇଯିବ
प्रति 2 दी फेड दवा कमी जीवो क्लियर ताले 0 रु 10 10 रु 20 20 रु 30 हला ए संभाव मान विस्तार केते 10 आ 0 10 10 रु 10 10 लगा ऑप्शन ए 20 नंबर मूल बिंदुर स्थान केते मूल बिंदुर स्थान 0 0 0 0 2 1 21 नंबर 2 1 आ 2 8 मध्य दूरता केते दूरता सूत्र जानिछ कोन प्ले दूरता सूत्र होची x2 x1 रो होल स्क्वायर प्लस y2 y1 रो होल स्क्वायर रूट ओवर हला पकई बेरियानी अरे एटा x1 एटा होची y1 एटा x2 एटा y2 मूल्य पकई दे कर दबा हला मूल्य पकई देले बाहरी आसीबो ना नहीं देखो एटा कर देउची नले x2 हला केते 2 2 2 हेले 0 x2 x1 2 ରୁ 2 हेले 0 2 -2 2 ରୁ 2 हेले 0 0 वर्ग 0 एटा जुक्त y2 -1 y2 केते 8 8 रे केले केते 7 7 स्क्वायर रो वर्गमूल ऑप्शन हो 7 क्लियर तापरे 22 नंबर x ग्रेटर देन 0 y लेस देन 0 को क्वार्टर थे रहे को वृत्त पादे रहिबे देखो x ग्रेटर देन 0 बोले प्लस y लेस देन 0 बोले माइनस ताले प्लस माइनस को थे चतुर्थ रे अरे ई जो एथरे प्लस प्लस प्रथम वृत्त प्लस प्लस एथरे कोन माइनस प्लस एथरे माइनस माइनस एथरे प्लस माइनस जानिछ एथे x प्लस y प्लस एथरे x माइनस y प्लस एथरे x माइनस y माइनस एथरे x प्लस y माइनस तल देचे x प्लस y में लेस देन 0 बोले y माइनस तले फोर्थ क्वाड्रेंट गोड़ा देखो पिले केउ बिंदु तरे एक रक्षण एटे सहज रे मन रखि दियो देखो देखो पिले एक स्थानांक एक अछि ये के अछि एक स्थानांक एक अछि ये के रेखा रही हला तापरे एटा 23 नंबर देखो एक रक्षण कोन एक रक्षर सूत्र काली कहि देले कोन त्रिभुजर क्षेत्रफल रे पके दबो त्रिभुजर क्षेत्रफल रे पके देले बाहरी पडियो हला त्रिभुजर क्षेत्रफल रे पके दे बाहर कर दो हला ताले एठी एक x अक्षरे एक y अक्षरे एक आउ x ए बिंदुर स्थानांक गोटे एमती प्लॉटिंग गले एक बाट जीवा ऊपर को गले केते शून्य ताले एट रहली पुणी से एक बाट गले ऊपर गले 2 पुणी एक बाट गले ऊपर गले 3 ताले ए जो गोटे सरल रेखा हला ना नहीं सरल रेखा हला हला एटा वर्टिकल लाइन हला हला ताले एटा एक रेखा रहली तापर देखो एक एक 2 1 2 3 देखो ये बस एटा देखिबा टिके देखो एक बाट आसलानी ऊपर गले एक बाट आउ टेले की प्ले भी कर दूच रहिदा बुझी जा बोलो अरे ए देखो एक एठी एक बाट आइले ऊपर गले एक बाट तापरे समान एठी 2 बाट आइले ऊपर गले 2 बाट 3 बाट आइलानी ऊपर गले 3 बाट ताले ये गोटे सरल रेखा रहइबो समान समान बढ़ीची ये गोटे सरल रेखा ताले ये सरल रेखा हला एटा भी सरल रेखा हला तापर देखिबा एटा देखिबा पिले बुझो बुझी दउछ होला क्लियर बुझो कावळा हबा दरकार किछ नाही हला ता तो एना सूत्र कहि देबी तुम बुझ आगे देखो x अक्षरे 0 गला नहीं x 0 रहला ऊपर गला 1 तापरे x ओवर 2 गला एटा देखो
x 2 ଗଲା, x 2 1 ଗଲା, ଉପରୁ ଗଲା 1, x ଅକ୍ଷରେ 3 ୟୁନିଟ୍ ଗଲା, ଉପରୁ ଗଲା 1, ତାହେଲେ ଗୋଟେ ସଳଖ ହେଲା ନା ନାହିଁ? ସଳଖ ହେଲା। ଏଇଟା କଣ? ଏଇଟା ହେଲା ପାର୍ଲାଲ ଲାଇନ୍, x ଅକ୍ଷ ସହିତ ପାର୍ଲାଲ ହେଇଗଲା। ତାହେଲେ ଏଇଠି ହବ ନାହିଁ। ମନେ ହେଲା? ତାହେଲେ ମନେକ ଯଦି ସେମ୍ x ଭ୍ୟାଲୁ ଅଛି, ଯଦି ଏଇଟାରେ ବୁଝିଯା, ସର୍ଟ କ୍ୱେଶ୍ଚିନ୍ କି ଆଉ ଏତେ କଷିକିରି କରିବ କଣ? ତାହେଲେ ତାକୁ କରିଦବ କେମିତି? ଯଦି ସେମ୍ x ଭ୍ୟାଲୁ ଅଛି, ଏଠି x1, ଏଠି ସେଇ x1, ସେଠି x1, ଯଦି ସେମ୍ x ଭ୍ୟାଲୁ ଅଛି ତାହେଲେ ଭର୍ଟିକାଲ ଲାଇନ୍ ହବ। କଣ ହବ? ଭର୍ଟିକାଲ ଲାଇନ୍ ହବ। ତେଣୁ ଇଏ କୋଲିନିୟର ହେବେ, ଏକ ସରଳରେଖା ରହିବେ। ତାପରେ ଦେଖ ଅପସନ ସି, ଯଦି ସେମ୍ y ସେମ୍ ସେମ୍ y ରହିଲା, ତାହେଲେ ଏଟାର ହରାଇଜଣ୍ଟାଲ ଲାଇନ୍ ହବ। ଚିତ୍ର କହିଥିଲି ଏଟା ହରାଇଜଣ୍ଟାଲ ଲାଇନ୍ ହବ, ତାହେଲେ ଇଏ ଗୋଟେ ସରଳରେଖା ରହିବେ। ଯଦି ସମାନ ବଢିଲା, if both x and y increase in the same ratio, x ଯୋଉ ରେସିଓରେ ବଢିବ y, x 1 1 1 1 2 1 3 ବଢିଲା, y ସେଇ ବଢିଲା 1 ରେ 1 2 2 ରେ, ଯଦି ସେମ୍ ରେସିଓରେ ବଢିବେ ସେ ମଧ୍ୟ ସରଳରେଖାରେ ରହିବ। କ୍ଲିୟର? ତାହେଲେ ମନେ ରହିଲା ସରଳରେଖା ଦେଖିଦବ କେମିତି? ଯଦି x ସ୍ଥାନାଙ୍କ ସମାନ ରହିଲା ସରଳରେଖା ରହିବ, ଯଦି y ସ୍ଥାନାଙ୍କ ସମାନ ରହିଲା ସରଳରେଖା ରହିବ, ଯଦି ସମାନ ରେସିଓରେ ବଢିଲେ ସିଏ ବି ସରଳରେଖା ରହିବ। ତାହେଲେ ଏଇଟା ନୁହଁ ଉତ୍ତର। କ୍ଲିୟର? ତାପରେ ଦେଖ 24 ନମ୍ବର, ଗୋଟେ କାର ପ୍ରଥମ ଟ୍ରାଫିକରେ 1 ମିନିଟ ରହିଲା, ଦ୍ୱିତୀୟ ଟ୍ରାଫିକରେ 2 ମିନିଟ ରହିଲା, ତୃତୀୟ ଟ୍ରାଫିକରେ 3 ମିନିଟ ରହିଲା, ଚତୁର୍ଥରେ 4 ମିନିଟ ରହିଲା, ଏମିତି 10 ଥର ରହିଲା, ତାହେଲେ 10 ଟ୍ରାଫିକରେ 10 ରହିବ। ତାହେଲେ କେତେ ହବ? ମିଶେଇଲେ କେତେ ହବ? କେତେ ସମୟ ଠିକ? ଆଉ ଗୋଟେ ସମାନ୍ତର ଶ୍ରେଣୀ ପଡିଗଲାନି, 1 2 3 4 5 10 ସମାନ୍ତର ମିଶେଇ ଦେଲେ କଣ ହବ? ଇଏ ତ ଗୋଟେ ଗଣ ସଂଖ୍ୟା ବି ମିଶେଇଲେ ହବ, ନହେଲେ ଗଣ ସଂଖ୍ୟା 10ଟା ଯୋଗଫଳ କଣ ଏଇନା କହିଥିଲି 55। କେମିତି କହିଥିଲି? n whole into n plus 1/2, n ମୂଲ୍ୟ 10, 10 ପକେଇ ଦେଇ କରିଦେଲେ 55 ବାହାରି ଆଉ। ହେଲା? ତାପରେ 25 ନମ୍ବର, 25 ନମ୍ବର ଦେଖ, କେଉଁ ମସିହାରେ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଲାଗୁ କରାଗଲା? କୋଉ ମସିହାରେ ପ୍ରଦୂଷଣ ହେଇଥିଲା? 1999 ମସିହାରେ। ମନେ ହେଲା? ତାପରେ 26 ନମ୍ବର ଦେଖ, ABC ତ୍ରିଭୁଜରେ, ଏଇଠି ବୁଝେଇ ଦଉଛି ଭଲ ଭାବରେ, ଏଠି ଦେଖ ଭାରି ସହଜ। ABC ତ୍ରିଭୁଜରେ, ABC ତ୍ରିଭୁଜ ସେ ଦେଇଛି, ABS ତ୍ରିଭୁଜରେ XY ପାର୍ଲର BC ଦେଇଛି, XY ପାର୍ଲର BC ସମାନ୍ତର BC ଦେଇଛି। ତାହେଲେ ଯଦି ସମାନ୍ତର ଦେଇଥିବ, ଜାଣିଛ କଣ ସୂତ୍ର ପଢିଛ? ଉପାୟ ପଢାଇଛି, x by xb ହବ କଣ ନା AY/YC ପଢିଛ, ତାହେଲେ ସେୟା ଲେଖିଦିଅ। କଣ ହବ? x by xb ଇକ୍ୱାଲ କେତେ ହବ? AY/YC ହବ ନା ନାଇଁ? AY/YC ହବ। ତାହେଲେ ଦେଖିଛ, ଦେଖ x ଦେଇଛି କେତେ? 5, x ରେ 5, xb ଦେଇଛି କେତେ? xb ଦେଇଛି 8, ହେଇଟି 5, ଏଇଟା ଦେଇଛି 8, 5/8 ସମାନେ AY କେତେ ଦେଇଛି? AY ଦେଇଛି 10, ତାହେଲେ YC ପଚାରିଛି କେତେ? YC ବାହାରି ପାରିବେ, ବଜ୍ରଗଣ କରିଦେବ। YC 5YC କଲେ 40, ଆରେ 5YC ବଜ୍ରଗଣ କରିଦେଲ, 5YC କଲେ 40, 10 ଟା 80, 5YC କଲେ 80, YC କଲେ 16, ସରଳ କରିବା ଆଉ। ଚାଲ ତାପରେ ଦେଖ 27 ନମ୍ବର, ଇଏ ABD ଗୋଟେ ତ୍ରିଭୁଜ ଆଉ ADC ଗୋଟେ ତ୍ରିଭୁଜ, ଯୋଡି ତ୍ରିଭୁଜ ହେଲା। BC ଦେଇଛି ପିଲେ 10, ଦେଖ ଭାରି ସହଜ। BC ଦେଇଛି କେତେ? ଏଇ ଟୋଟାଲଟି ଦେଇଛି 10, BC ଦେଇଛି 10, DC ଦେଇଛି 8, ଏତକ ଦେଇଛି 8, ଏତକ 2 ହେଇଯିବନି? ଆରେ ଟୋଟାଲ 10 ଥିଲା ଟି, ଏଇଟା 8 ହେଲା, ଏଇଟା 2, 10 ହେଲା 2। ସେ ଦେଇଛି ABD ତ୍ରିଭୁଜର କ୍ଷେତ୍ରଫଳ, ADC ତ୍ରିଭୁଜର କ୍ଷେତ୍ରଫଳ। କୋଉ ତ୍ରିଭୁଜ କ୍ଷେତ୍ରଫଳ? ତ୍ରିଭୁଜ ABD ର କ୍ଷେତ୍ରଫଳ ବାଇ ତ୍ରିଭୁଜ ADC ର କ୍ଷେତ୍ରଫଳ, ADC ର କ୍ଷେତ୍ରଫଳ କେତେ ହବ? ତ୍ରିଭୁଜର କ୍ଷେତ୍ରଫଳ ହାଫ ଭୂମି ଉଚ୍ଚତା, ଜାଣିଛ ନା ନାଇଁ? ତ୍ରିଭୁଜର କ୍ଷେତ୍ରଫଳ କଣ? ହାଫ ଭୂମି। ଏ ତ୍ରିଭୁଜ ଭୂମି ହେଲା BD, BD ଟା ହେଲା କେତେ? 2, ହାଫ 2 ଇଣ୍ଟୁ ଉଚ୍ଚତା କେତେ? ଉଚ୍ଚତା AD, ଉଚ୍ଚତା AD, ତାହେଲେ AD ବାଇ AD ତ୍ରିଭୁଜର କ୍ଷେତ୍ରଫଳ ଦେଖିବା, ହାଫ ଭୂମି ଉଚ୍ଚତା, ହାଫ
भूमि के से 8 गुणन 8 इंटू उच्चता उच्चता से एडी उच्चता एडी ताले एडी के एडी कटिगला हाफ हाफ कटिगला 2/8 1/4 अरे 2/8 रहिला 2/8 रहिला केते 1/4 क्लियर। तब देखो 28 नंबर 28 नंबर कौन देखी एबीसी त्रिभुज ए कोण अंतःसम देखो देखो बुझो एबीसी त्रिभुज ए कोण अंतःसमधि खंड ए कोण समधि खंड डी बिंदु छेद करूची जानिछ त्रिभुज उपादय पढ़ाई कौन कोण अंतःसमधि खंडक त्रिभुज को भूमि को बाहु मान अनुपात विभक्त अंतर्भुक्त समानुपात विभक्त करे मन है ताले देखो ताले ए बी बाई एस सी इक्वल बी डी बाई डी सी जानिछ आर एटा जदि कोण समधि खंड हबो ताले कोन हबो ना ए बी विभक्त एस सी इक्वल हबो केते बी डी विभक्त डी सी सी डी हैला ताले देई देखु ना केते अनुपात करछि 2:3 अनुपात रे करछि काकू बीसी को ताले बीसी को एटा एटा 2 एटा 3 अनुपात रे करछि को लिखिछि ताले एबी बाई एसी केते हबो से 2/3 ताले एतक बाई एतक समान एतक बाई एतक ना नहीं एतक विभक्त एतक समान एतक विभक्त एतक ताले एबी बाई एसी केते हबो 2/3 ताले एबी बाई एसी केते लिखि मु 2/3 लिखिबी समान बीडी बाई सीडी एबी बाई सी ए बीडी बाई सीडी ए बीडी बाई सीडी देइछि 2/3 बीडी बाई सीडी देइछि केते 2/3 ताले मु एबी एबी बाई एसी भी सेई 2/3 हो ना नहीं ताले एबी बाई एसी 2/3 हेले लिखि दउछि एबी बाई एसी सेई 2/3 हला एबी रो मूल्य केते देइछि एबी रो मूल्य देइछि 12 ताले एबी जाय रे 12 पकई दियो 12 पकई दे केतला 12 3 की 36 12 पकई दियो 12 3 की 36 इक्वल 280 देखो एबी जाय रे 12 पकई एबी जाय रे 12 पकई दियो केतला ना 2/3 इक्वल एबी जाय रे 12 12/80 ताले देखो 12 3 की 36 2ac इक्वल 36 बजनो ताले 2ac इक्वल 36 12 3 36 ac केते हबो 18 धरा ac हबो 18 क्लियर बुझला ac इक्वल 18 तब 18 जुड़ थबो हेटी ए रे ऑप्शन अछि 18 क्लियर बुझला हला तापर देखिबा 19 नंबर ए 29 नंबर एबीसी आ डीएफ दीटा त्रिभुज सदृश भारी सहज कथा एबीसी त्रिभुज देखो एटा एबीसी एटा डीएफ डीईएफ ये दीटी त्रिभुज सदृश सदृश रे बाहुटे समानुपाती मन केता एबी देइछि 8 बीसी देइछि 10 डी देइछि डी देइछि 12 ताले पचाची ईएफ केते देखियो नहीं कहि दबो खाली खासी ताले त्रिभुज समान ए त्रिभुज सदृश अठ बाहुडी समानुपाती ताले देखो ये 8 ये केते दिछि 12 ताले केते गुणा 1.5 गुणा ताले ये 10 हेले इटी के दबो 15 आखि बुझिकरी जे न पकेबे केमति करियो नले एमति कर देखो अरे इटा 8 रो 1.5 12 ताले 10 रो 1.5 15 हबो आ जे न जानि परियो एबी लिखियो एबी बाई एसी कौन लिखियो एबी बाई एसी समाने बीसी बाई ईएफ एबी बाई डी रे एबी बाई डी एबी बाई डी समाने बीसी बाई ईएफ बीसी बाई ईएफ क्लियर ताले एबी रो मूल्य केते 8 ताले 8 बाई डी रो मूल्य केते 12 समाने बीसी बाई ईएफ बीसी होची 10 बाई ईएफ आईएफ रो मूल्य बाहरी पेलानी बाहरी बाहरले से 15 बाहरियो समाधान कले इटा समाधान कले 15 बाहरियो क्लियर तापर देखो 30 नंबर दुईटी सदृश रेखा अनुपात क्षेत्र सदृश त्रिभुजर क्षेत्रफल 4/9 हेले क्षेत्र अनुपात बाहुर अनुपात तार वर्गमूल 2/3 हबो
ମନେ ରଖିତା ସଦୃଶ ତ୍ରିଭୁଜର କ୍ଷେତ୍ରଫଳ ଅନୁପାତ ଅନୁରୂପ ବାହୁମାନଙ୍କର ବର୍ଗାନୁପାତ ସମାନ ମଧ୍ୟମାର ବର୍ଗାନୁପାତ ସଙ୍ଗେ କୋଣର ସମଦ୍ୱିଖଣ୍ଡ ସହିତ ପରିସୀମାର ବର୍ଗାନୁପାତ ସଙ୍ଗେ ସମାନ ମଧ୍ୟମାର ବର୍ଗାନୁପାତ ସଙ୍ଗେ ସମସ୍ତଙ୍କର ବର୍ଗାନୁପାତ ସଙ୍ଗେ ସମାନ ମନେ ରଖିଦେବ। ତାପରେ ଦେଖ 31 এই ଚିତ୍ରରେ ଏଇ ଯୋଉ ଚିତ୍ରଟି ପିଲା ଦେଖୁଛ ବିଓସି କୋଣ ହେଇଟି ଏଇ କୋଣଟି 120 ଡିଗ୍ରୀ ଦେଇଛି ଏଇ କୋଣଟି 120 ଡିଗ୍ରୀ ଦେଇଛି ତାହେଲେ ଏ କୋଣ ପଚାରିଛି ଏଥିରେ କଣ ଅଛି କେନ୍ଦ୍ରସ୍ଥ କୋଣ ପରିଧିସ୍ଥ କୋଣର ଦ୍ୱିଗୁଣା ତାହେଲେ ଏଇଟା ଦେଇଛି 120 ତାହେଲେ ସେ ଅଧା ହବ ତାର 60 ଆଉ ଭାବିବାର କିଛି ନାହିଁ ସମରକ ଗୋଟିଏ ଚାପ ଏଇ ବିସି ଚାପ ଉପରେ ଅବସ୍ଥିତ ଏଇଟା କେନ୍ଦ୍ରସ୍ଥ କୋଣ ସେଇ ବିସି ଚାପରେ ଅବସ୍ଥିତ ପରିଧିସ୍ଥ କୋଣ କେନ୍ଦ୍ରସ୍ଥ କୋଣ ସବୁବେଳେ ପରିଧିସ୍ଥ କୋଣର ଦ୍ୱିଗୁଣା ସରିଲା ଆଖି ବୁଝିକି 60 ମାର୍କ 32 ନମ୍ବର ଗୋଟିଏ ବୃତ୍ତରେ ଏକ ଚାପର ଦୈର୍ଘ୍ୟ ଅର୍ଦ୍ଧପରିଧିଠାରୁ ବୃହତ୍ତର ହେଲେ ଆରେ ଏଇ ଗୋଟିଏ ବୃତ୍ତ ଏଇଟା ହଉଛି ବ୍ୟାସ ଅର୍ଦ୍ଧ ପରିଧି ଏଇଟା ଅର୍ଦ୍ଧ ପରିଧିରୁ ଯଦି ବଡ ହବ ତାହେଲେ ସେଟା ହବ ବୃହତ ଚାପ ସାନ ହେଲେ କ୍ଷୁଦ୍ର ଚାପ କ୍ଲିୟର। ତାପରେ 33 ନମ୍ବର ଦୁଇଟା ଅନ୍ତଃସ୍ପର୍ଶୀ ବୃତ୍ତ ସାଧାରଣ ସ୍ପର୍ଶକ ଅନ୍ତଃସ୍ପର୍ଶୀ ଏଇଠି ଗୋଟେ ବୃତ୍ତ ଆଉ ଗୋଟେ ବୃତ୍ତ ଏଇଟା ଅନ୍ତଃସ୍ପର୍ଶ କଲା ହେଲା ସାଧାରଣ ସ୍ପର୍ଶ ଗୋଟିଏ ନା ଆଉ ସାଧାରଣ ସ୍ପର୍ଶ ଗୋଟିଏ ଆଉ କ୍ଲିୟର। ତାପରେ ଦେଖ ଦେଖ 34 ନମ୍ବର ଦେଖ 34 ବୃତ୍ତରେ ଓ ବୃତ୍ତର କେନ୍ଦ୍ର ଏ ଚିତ୍ରଟେ ଦେଖ ଓ ବୃତ୍ତର କେନ୍ଦ୍ର ବିଓସି କୋଣ 120 ଡିଗ୍ରୀ କିଛି ନାହିଁ ପିଲେ ଏଥିରେ ଏଇଟା ସ୍ପର୍ଶକ ଏବିଟା ସ୍ପର୍ଶକ ନା ନାହିଁ ତାହେଲେ ଏଇଟା ବ୍ୟାସାର୍ଦ୍ଧ ନା ନାହିଁ ସ୍ପର୍ଶ ବିନ୍ଦୁ ବ୍ୟାସ 90 ଡିଗ୍ରୀ ଏ କୋଣଟି 90 ତାହେଲେ ଏଇଟା ସ୍ପର୍ଶକ ଏ କୋଣଟି କେତେ 90 ତାହେଲେ ଏ କୋଣଟି ଦେଇଛି କେତେ 120 ଦେଇଛି କେତେ ଦେଇଛି 120 ତାହେଲେ ଇଏ ଗୋଟେ ଚତୁର୍ଭୁଜ ନୁହେଁ ଏ ବି ଓ ସି ଏ ଏଇଟା ହଉଛି ଗୋଟେ ଚତୁର୍ଭୁଜ ଚତୁର୍ଭୁଜ ଚାରି କୋଣ ମିଶିକିରି 360 ଡିଗ୍ରୀ ଇଏ ପଳେଇଲା 90 ଇଏ ପଳେଇଲା 90 180 ପଳେଇଲା ଆଉ ରହିଲା 180 180 ରୁ ଏଇଠି 120 ଦେଇଛି ଆଉ ବଳିଲା 60 କ୍ଲିୟର। ଦେଖ 35 ଦତ୍ତ ଏବିସିଡି ଏକ ପରିଲିଖିତ ଚତୁର୍ଭୁଜ ଏଇ ଏବିସିଡି ଟା ଗୋଟେ ଏଇ ଚିତ୍ର ଦେଖ ଏବିସିଡି ଏକ ପରିଲିଖିତ ଚତୁର୍ଭୁଜ এবି 8 ସିଡି ହଉଛି 10 ତାହେଲେ ସିଡି 10 ହେଲେ ଏଡି ଆଉ ବିସି ମିଶି କେତେ ହବ କିଛି ସେଇ 10 8 18 ହବ କାହିଁକି ବୁଝେଇଦେବି କେମିତି କହିଥିଲି ତମେ ପୂର୍ବ ଦେଖ ଏଇଟା ବହିସ୍ଥ ବିନ୍ଦୁ ସ୍ପର୍ଶକ ଇଏ ଖଣ୍ଡେ ଇଏ ଖଣ୍ଡେ ତାହେଲେ ସ୍ପର୍ଶ ଦୁଇଟା ସମାନ ସେମିତି ଏଇଟା ବହିସ୍ଥ ବିନ୍ଦୁ ଇଏ ଗୋଟେ ସ୍ପର୍ଶ ଇଏ ସ୍ପର୍ଶ ଦୁଇଟା ସମାନ ଇଏ ବହିସ୍ଥ ବିନ୍ଦୁ ଏ ସ୍ପର୍ଶ ସମାନ ଇଏ ବହିସ୍ଥ ବିନ୍ଦୁ ଏ ସ୍ପର୍ଶକ ସମାନ ମନେ ହେଲା ତେଣୁ ଏ ବାହୁ ଦିଟାର ସମଷ୍ଟି ମିଶିଲେ ଯାହା ହବ ଏ ଦିଟା ବାହୁର ସମଷ୍ଟି ମିଶିଲେ ସେଇଆ ହବ ତାହେଲେ ଇଏ 10 10 8 18 ସିଏ ମଧ୍ୟ 18 ହବ କ୍ଲିୟର। এই ଚିତ୍ରଟି ଦେଖ ଏ ବି ହଉଛି ଗୋଟେ ସ୍ପର୍ଶଖଣ୍ଡ ଓ ବି 6 ଏ ବିଟି 6 ବିଲେ ଆଉ ଏ ବି 8 ଏଇଟି 8 ତାହେଲେ ଏଇଟା କଣ ଏଇଟା ତ 90 ଡିଗ୍ରୀ ଏଇଟା ସ୍ପର୍ଶପତି ଲମ୍ବ ତାହେଲେ ସମକୋଣୀ ତ୍ରିଭୁଜ ହେଇଗଲା ସମକୋଣୀ ତ୍ରିଭୁଜ ଏଇଟା ଭୂମି ଧର ଏଇଟା ଲମ୍ବ ଏଇଟା କର୍ଣ୍ଣ 8 ସ୍କୋୟାର 6 ସ୍କୋୟାର 8 ସ୍କୋୟାର କେତେ 64 6 ସ୍କୋୟାର 36 64 36 ହେଲା କେତେ 100 100 ର ବର୍ଗମୂଳ 10 ଆନ୍ସର 10 37 ଏବିସିଡି ଏକ ଚତୁର୍ଭୁଜ ଏକ ବୃତ୍ତରେ ଗୋଟେ ବୃତ୍ତରେ ଚତୁର୍ଭୁଜ ଅନ୍ତର୍ଲିଖିତ ହେଇଛି ଭାରି ସହଜ କିଛି ନାହିଁ ଏଥିରେ ଏ ବି ସି ଡି ବୃତ୍ତରେ ଚତୁର୍ଭୁଜ ଏ କୋଣ ପିଲେ 70 ଏ କୋଣ କେତେ ଦେଇଛି 70 ତାହେଲେ ଏ କୋଣଟି କେତେ ହବ ବୃତ୍ତାନ୍ତର୍ଲିଖିତ ଚତୁର୍ଭୁଜର ବିପରୀତ କୋଣ ମାନ ପରିପୂରକ ଅର୍ଥ ଇଏ 70 ହେଲେ 110 ହବ ଦିଟାକ ମିଶି 180 ହେବେ বি কোণ 60 এই কোণটি ଦେଇଛି କେତେ 60 তাহলে এই কোণ 60 দেলে 120 হবো দুইটা মিশে আসবে বিপরীত কোণ অনুসারে তাহলে এইটি হবো 120 ক্লিয়ার 120 পচাছি কোণ ডি কোণ টু সি কোণ গলে কেতে হবো আর ডি কোণ তো 120 সি কোণ তো 110 120 110 গলে 10 ক্লিয়ার। ପିଲେ ଦେଖ ଏଇଟା କଣ ନା sin 45 cos 1 tan sec ମଧ୍ୟରେ କାହାର ମାନ 1 କାହାର ମାନ 1 ରେ tan 45 ମୂଲ୍ୟ 1 tan 45 ମୂଲ୍ୟ 1 এই sin 0 sin 30 ୟାକୁ ଗୁଣିଲେ କେତେ sin 0 ମୂଲ୍ୟ 0 ଆଉ 0 କୁ ଯୋଉଥିରେ ଗୁଣିଲେ 0 ହେଇଯିବ ଆଉ sin 0 0 0 କୁ ଯୋଉଥିରେ ଗୁଣିଆ 0 0 କୁ ଯୋଉଥିରେ 0 40 ନମ୍ବର sin theta half cos theta କେତେ ଦେଖ ଏଇଠି ଦେଖ sin theta ହେଲା ଦେଇଛି କେତେ ହାଫ
ହାଫ୍ ସାଇନ୍ ହାଫ୍ ଦେଇଛି, ହାଫ୍ ହେଲା ସାଇନ୍ 30, ସାଇନ୍ 30, ତାହେଲେ ଥିଟା କେତେ ହେଲା? ଥିଟା ହେଲା 30, ତାହେଲେ cos ଥିଟା cos 30 କେତେ? cos 30 ହେଲା √3। tan 45 ପ୍ଲସ୍ ଥିଟା ଗୁଣନ tan 45 ମାଇନସ୍ ଥିଟା ଇକ୍ୱାଲ୍ 1 ହବ। କେମିତି ହବ ନିଜେ କରିବ, ନହେଲେ କରିଦଉଛି ଦେଖ। tan a ପ୍ଲସ୍ ସୂତ୍ର ପଡିବ କଣ? tan a ପ୍ଲସ୍ tan b, tan a tan 45 ପ୍ଲସ୍ tan b tan ଥିଟା ବାଇ 1 ମାଇନସ୍ tan a ଇଣ୍ଟୁ tan b ଗୁଣନ କରିଦେଲେ କଟିଯିବ। ଆରେ tan a ମାଇନସ୍ ସୂତ୍ର tan a ମାଇନସ୍ tan b ବାଇ 1 ପ୍ଲସ୍ tan ଇଣ୍ଟୁ tan b ପକେଇଦବ, ପକେଇଦେଲେ ସବୁ କଟିଯିବ, କଟିଦେଲେ 1 ହବ। କ୍ଲିୟର? ତାର 42 ନମ୍ବର। ଦତ୍ତ ଚିତ୍ରରେ ସି ବିନ୍ଦୁ ଠାରେ ଏ ବିନ୍ଦୁର କୌଣିକ ଉନ୍ନତି ହେଇଠି 30 ହେଲେ ଏ ବିନ୍ଦୁରେ ସି ବିନ୍ଦୁର ଅବଦାନ ହେଇଠି ଏଇଠି ଦେଇଛି କୌଣିକ ଉନ୍ନତି 30, ଉପରକୁ ଚାହିଁବା ଉନ୍ନତି 30, ତାହେଲେ ଏ ବିନ୍ଦୁରେ ଅବନତି କେତେ ହବ? 30, ତାହେଲେ ଉନ୍ନତି ଯେତିକି ସେପଟେ ଅବନତି 30। କ୍ଲିୟର? କାରଣ ସମାନ୍ତର, ଇଏ ଏକାନ୍ତର କୋଣ, ସମାନ ଦିଟା ହବ। 43 ଗୋଟେ ବୃତ୍ତର ବ୍ୟାସାର୍ଧ 60, ଆର ଏଇଟା ଗୋଟେ ବୃତ୍ତ, ୟାର ବ୍ୟାସାର୍ଧ ଆର ହେଲା କେତେ? 7, ଆର ହେଲା କେତେ? 7, ଆର 7। ସେ ଦେଇଛି ବୃତ୍ତର ପରିଧି ସୂତ୍ର ଜାଣିଛ ତ, 2 ପାଇ ଆର, ଏଥିରେ କଣ 2 ପାଇ ର ମୂଲ୍ୟ 22/7 ଇଣ୍ଟୁ ଆର ମୂଲ୍ୟ 7, 7 7 କଟିଗଲା, 22 ଦୁଣେ 44 ହେଲା ଉତ୍ତର। ତାର 44 ନମ୍ବର। ଗୋଟେ ବୃତ୍ତାକାର ବଳୟର ବହି ବ୍ୟାସାର୍ଧ, ଗୋଟେ ବୃତ୍ତାକାର ବଳୟ, ବୃତ୍ତାକାର ବଳୟ, ଏଇଟା ହେଲା, ଏଇଟା ଛୋଟ ଭିତର ବୃତ୍ତ, ୟାର ଏଇଟା ହେଲା ବ୍ୟାସାର୍ଧ, ଏଇଟା ୟା ବ୍ୟାସାର୍ଧ ଏଇଟା ବଡଟା, ତାହେଲେ ବହି ବ୍ୟାସାର୍ଧ 5, ଏଇଟା ହଉଛି 5, ଅନ୍ତ ବ୍ୟାସାର୍ଧ 3, ତାହେଲେ ଓସାର କେତେ ରହିଲା? 5 3 ରେ 2 ଆଉ। ଆରେ ଦେଇଛି ପୁରା ବଳୟର ପ୍ରସ୍ଥ, ଏ ବଳୟର ପ୍ରସ୍ଥ କେତେ ହେଲା? 2 ଆଉ। କ୍ଲିୟର? ତାପରେ 45 ଗୋଟେ ବୃତ୍ତର ପରିଧି ଯେତେ ଏକକ ତାର କ୍ଷେତ୍ରଫଳ, ପରିଧି ହେଲା 2 ପାଇ ଆର, ପରିଧି ଯେତିକି କ୍ଷେତ୍ରଫଳ ସେତିକି, କ୍ଷେତ୍ରଫଳ ହେଲା ପାଇ ଆର ସ୍କୋୟାର। ତାହେଲେ ପାଇ କି ପାଇ କଟିଗଲା, ଗୋଟା ଆର ସ୍କୋୟାର ଗୋଟା ଆର କଟିଗଲା, ଆଉ ଆର ହେଲା କେତେ? 2, ବ୍ୟାସାର୍ଧ କେତେ? 2, ବ୍ୟାସାର୍ଧ କେତେ? 2 ଏକକ। ସରିଲା। 46 ନମ୍ବର। ଏକ ପ୍ରିଜିମର ଆଧାର ପରିସୀମା 12, ଗୋଟେ ପ୍ରିଜିମ କରିଦବା। ଦେଖ ପିଲେ, ପ୍ରିଜିମ କରିଦେଲି। ଏ ପ୍ରିଜିମର ଆଧାର ପରିସୀମା ହଉଛି, ଆଧାର ହେଲା ଗୋଟେ ତ୍ରିଭୁଜ, ୟାର ପରିସୀମା ହେଲା କେତେ? ପରିସୀମା ହେଲା କେତେ? 12, ପରିସୀମା 12, ଉଚ୍ଚତା ଦେଇଛି 4, ଉଚ୍ଚତା ଦେଇଛି କେତେ? ଉଚ୍ଚତା ଦେଇଛି କେତେ? 4, ତାହେଲେ ହେଲେ ପାର୍ଶ୍ୱଭୂସ୍ଥଳ, ପାର୍ଶ୍ୱଭୂସ୍ଥଳ କ୍ଷେତ୍ରଫଳ କଣ? ପ୍ରିଜିମର ପାର୍ଶ୍ୱଭୂସ୍ଥଳ କ୍ଷେତ୍ରଫଳ ହଉଛି ଆଧାରର ପରିସୀମା ଗୁଣନ ଉଚ୍ଚତା। ଆଧାର ପରିସୀମା ହେଲା କେତେ? 12 ଗୁଣନ ଉଚ୍ଚତା ଦେଇଛି 4, 12 ଚଉକୁ 48 ଉତ୍ତର। ତାପରେ 47 ନମ୍ବର। ଏକ ଅର୍ଦ୍ଧଗୋଲକର ବ୍ୟାସାର୍ଧ 4 ସେଣ୍ଟି ହେଲେ ଏହାର ବକ୍ରତଳର କ୍ଷେତ୍ରଫଳ କେତେ? ଗୋଟେ ଅର୍ଦ୍ଧଗୋଲକର ବ୍ୟାସାର୍ଧ 4 ସେଣ୍ଟି, ଅର୍ଦ୍ଧଗୋଲକର ବକ୍ରତଳ କ୍ଷେତ୍ରଫଳ କଣ ପିଲେ? ପୁରା ଗୋଲକର ବକ୍ରତଳ କ୍ଷେତ୍ରଫଳ ହଉଛି 4 ପାଇ ଆର ସ୍କୋୟାର। ଅର୍ଦ୍ଧଗୋଲକର କଣ? ଅର୍ଦ୍ଧଗୋଲକର ବକ୍ରତଳ କ୍ଷେତ୍ରଫଳ 2 ପାଇ ଆର ସ୍କୋୟାର ହେଲା। ଯଦି ସମପୃଷ୍ଠ ଦେଇଥାନ୍ତା, ଆଉ ଗୋଟିଏ ତଳ ମିଶି ଯାଇଥାନ୍ତା, ଉପର ଯୋଉ ଲେମ୍ବୁ ଅଧେ କାଟିଦିଅ, ଅଧା ଉପରେ ଆଉ ଗୋଟେ 3 ପାଇ ଆର ସ୍କୋୟାର ହେଇଥାନ୍ତା, ସମଗ୍ର ପୃଷ୍ଠ ଦେଇଥିଲେ, ତାହେଲେ 2 ପାଇ ଆର ସ୍କୋୟାର ହେଲା। 47 ନମ୍ବର ହବ 2 ପାଇ ଆର ସ୍କୋୟାର ହେଲା। କ୍ଲିୟର? ତାପରେ ଦେଖ 48 ନମ୍ବର। ଆଧାର କ୍ଷେତ୍ରଫଳ 15 ବର୍ଷ, ଉଚ୍ଚତା 5 ହେଲେ ସିଲିଣ୍ଡର ଆୟତନ କେତେ? ଗୋଟେ ସିଲିଣ୍ଡର ଦେଖ ଭଲ ଭାବରେ, ବଢିଆ କୋଶ୍ଚିନ୍ ପଡିଛି, ସହଜ। ଏ ଗୋଟେ ସିଲିଣ୍ଡର, ୟାର ଆଧାର କ୍ଷେତ୍ରଫଳ, ଆଧାର ହେଲା ବୃତ୍ତ, ଏଇ ଆଧାର କ୍ଷେତ୍ରଫଳ ହେଲା 15 ବର୍ଗ ସେଣ୍ଟିମିଟର, ଉଚ୍ଚତା ଦେଇଛି 5, ତାହେଲେ ସିଲିଣ୍ଡର ଆୟତନ, ଆୟତନ ସୂତ୍ର ହଉଛି କଣ? ଆଧାର କ୍ଷେତ୍ରଫଳ ଗୁଣନ ଉଚ୍ଚତା। ମନେକ ଆଧାର କ୍ଷେତ୍ରଫଳ 15 ଗୁଣନ ଉଚ୍ଚତା 5, 15 ପଞ୍ଚା 75 ଘନ ସେଣ୍ଟିମିଟର। ତାହେଲେ 49 ନମ୍ବର ଦେଖ, 4 ପାଇ ବର୍ଗଶୀର୍ଷ ପୃଷ୍ଠ କ୍ଷେତ୍ର ବିଶିଷ୍ଟ ଗୋଲକର ବ୍ୟାସ କେତେ? 4 ପାଇ ବର୍ଗଶୀର୍ଷ ପୃଷ୍ଠ ତଳର କ୍ଷେତ୍ର ବିଶିଷ୍ଟ ଗୋଲକ, ଗୋଟେ ଗୋଲକର ପୃଷ୍ଠ ତଳର କ୍ଷେତ୍ରଫଳ ହେଲା 4 ପାଇ ଦେଇଛି, 4 ପାଇ ବର୍ଗଶୀର୍ଷ ବିଶିଷ୍ଟ
ପୃଷ୍ଠ କ୍ଷେତ୍ର ବିଶିଷ୍ଟ ଗୋଲକର ବ୍ୟାସ, ତାହେଲେ ଗୋଲକର ପୃଷ୍ଠତଳ କ୍ଷେତ୍ରଫଳ ହଉଛି କଣ ନା 4 ପାଇ r ସ୍କୋୟାର। ଦେଇଛି କେତେ 4 ପାଇ ଦେଇଛି ପ୍ରଶ୍ନରେ 4 ପାଇ ଦେଇଛି, ତାହେଲେ 4 ପାଇ କି 4 ପାଇ କଟିଗଲା, r ସ୍କୋୟାର କେତେ ହେଲା ପିଲେ 1, ତାହେଲେ r ସ୍କୋୟାର ହେଲା କେତେ 1, ତାହେଲେ r କେତେ ହବ 1, r1 ହେଲେ ବ୍ୟାସ କେତେ ହବ ଦ୍ୱିଗୁଣା, ତାହେଲେ 2r ହବ 2। କ୍ଲିୟର? ତାହେଲେ 50 ନମ୍ବର। ଗୋଟେ କୋଣର ବକ୍ରୋଚ୍ଚତା 10 ସେଣ୍ଟିମିଟର, କୋଣ ଜାଣିଛ ପିଲେ? କୋଣ ଜାଣିଛ? ଏଇ ବକ୍ରୋଚ୍ଚତା ଏଇଟା 10, ଉଚ୍ଚତା 8, ତାହେଲେ ଭୂମିର ବ୍ୟାସାର୍ଧ କେତେ 10 ର ସ୍କୋୟାର ରୁ 8 ସ୍କୋୟାର ଫେଡିଲେ 10 ସ୍କୋୟାର କେତେ 100, 8 ସ୍କୋୟାର 64, ଆଉ ରହିଲା 36, 6 ବର୍ଗ 6, ତାହେଲେ ଆଧାର ଭୂମିର ବ୍ୟାସାର୍ଧ ଦେଇଛି, ତାହେଲେ ଉତ୍ତର 6 ହେଲା। ପିଲେ କୋଶ୍ଚିନ୍ ଟା ଭଲ ଦେଖ, ଆଗରୁ ବହୁତ କୋଶ୍ଚିନ୍ କରିଦେଇଛି ତମର, ସେଇଟା ମୋ ପୂର୍ବ ଭିଡ଼ିଓରେ ଦେଖିବ, ତମ ବହୁତ କାମରେ ଆସିବ, ବହୁତ ମଙ୍ଗଳ ତମର ହବ। ଏବଂ ଲାଇକ୍ କର, ସେୟାର କର ସାଙ୍ଗମାନଙ୍କ ପାଖକୁ, ଆଉ ସବସ୍କ୍ରାଇବ କର, ହେଲେ ମୁଁ ଉତ୍ସାହିତ ହେବି। ପିଲାମାନେ ଦେଖୁଛନ୍ତି, ଏବଂ କମେଣ୍ଟ କର ସାର୍ ଏଇଟା କହ, ଏବଂ ଯଦି କମେଣ୍ଟ କରିକି ଜଣେଇବ ମତେ ପିଲା, ବହୁ ସଂଖ୍ୟାରେ ପିଲା ଜଣେଇବେ, ତାହେଲେ ମୁଁ ୟାର ସବଜେକ୍ଟିଭ ଗୋଟେ ଆଲୋଚନା କରିବି, ସବଜେକ୍ଟିଭ ପସିବୁଲ ପୁରା ପସିବୁଲ ଯୋଉରା ସବୁ ଦେବି, ସେଇଥିରୁ ସବୁ ପଡିବ ହେଲା। ମତେ କମେଣ୍ଟ ମାଧ୍ୟମରେ ଜଣେଇବ, ତାପରେ ପ୍ରସ୍ତୁତ ହେବି ହେଲା। ଥ୍ୟାଙ୍କ ୟୁ।